ପିଲାମାନେ ଆଜି ଆମେ ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ବହିର ପ୍ରଥମ ଅଧ୍ୟାୟ ଆସ ଉତ୍କଳୀୟ ପଦ୍ୟ ଆବୃତ୍ତି କରିବା, ଯାହାକୁ କି ରଚନା କରିଛନ୍ତି ଜାତୀୟ କବି ବୀରକିଶୋର ଦାସ। ମୁଁ ଆଗରେ ପଦ୍ୟଟିକୁ ଆବୃତ୍ତି କରୁଛି, ସମସ୍ତେ ପଛରେ ଆବୃତ୍ତି କରିବା। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି, ଏ ଦେଶ ଜାତିର ପୂର୍ବ କଥା। ସ୍ମରଣେ ଯାହାର ଗରବେ ତୋହର, ଆପେ ଆପେ ନଈ ପଡ଼ିବ ମଥା। ଆପେ ଆପେ ନଈ ପଡ଼ିବ ମଥା। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ, ଗଲେଣି ଉଭେଇ ଅମର ପଥେ। ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପର ତାହା ଜଗତେ। ଅମଳିନ ପର ତାହା ଜଗତେ। ପାଇକ ପୁଅର ଗାରିମା ଯାଥିଲା, ସ୍ୱାଧୀନତା ଜାଗେ ଦେଲା ହୁତି। ସେ ଜାତି ଦାୟାଦ ଆମେ ତ ସରବେ, ବୋଳି ହେବା ଅଙ୍ଗେ ସେହି ବିଭୂତି। ବୋଳି ହେବା ଅଙ୍ଗେ ସେହି ବିଭୂତି। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା, ସମରେ ବୀରର ରକତ ନଈ। ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ, ପଚାରିଲେ ମାଟି ଜୀବତ କହି। ପଚାରିଲେ ମାଟି ଜୀବତ କହି। ଶାନ୍ତି ମୈତ୍ରୀ ପ୍ରୀତି ପୁତବାଣୀ ଜହିଁ, ସ୍ଫୁରୁଥିଲା ପ୍ରତି ଅନ୍ତର ଭରି। ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। କାହିଁ କେଉଁ ଦେଶ ହେବ ତା ସରି। ଜାତି ପାଇଁ ଦିନେ ବାଳୁତ ଧରମା, ଝାସିଥିଲା ପ୍ରାଣ ସାଗର ଜଳେ। ଲିଭିବ କି ତାର ଅଲିଭା କାହାଣୀ, ଥିବା ଯାଏ ନର ଧରଣୀ ତଳେ। ଥିବା ଯାଏ ନର ଧରଣୀ ତଳେ। ତ୍ୟାଗ ଆଦରସ ଜାତିର ମହତ୍ୱ, ଦେଶ ପାଇଁ ଦେଲା ନିଜକୁ ବଳି। ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବ କି କଳି। ସେ ପୁଅ ମହିମା ହେବ କି କଳି। ବାଜି ରାଉତର ନାଁ ଲୁଚି ନାହିଁ, ମୁକଦ ପଥର ସୈନିକ ସେହି। ତରପଣ କର ସେ ନାମ ଉଚ୍ଚାରି, ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ସମସ୍ତେ ଏହି ପଦ୍ୟଟିକୁ ଘରେ ଅଭ୍ୟାସ କରିବେ।